नमस्कार बंधु माने आज भिडियो रे आमे आलोचना करिबा भारत रे आईन अमान्य आंदोलन विषय रे या +3 6 सेमिस्टर हिस्ट्री ऑनर्स कोर पेपर 13 थिबा इंपोर्टेंट लॉन्ग क्वेश्चन अच्छे। प्रश्न देख भारत रे आईन अमान्य आंदोलन एक विवरणी प्रदान कर। प्रथम देखिबा इंट्रोडक्शन। भारतर स्वाधीनता आंदोलन अनेक पर्याय माध्यम रे गति करिछि, जार मध्यरु आईन अमान्य आंदोलन एक गुरुत्वपूर्ण और प्रभावशाली पर्याय थिला। ଏହି ଆନ୍ଦୋଳନ ନେତୃତ୍ୱ କରିଥିଲେ ମହାତ୍ମା ଗାନ୍ଧୀ ଓ ଏହା 1930 ମସିହାରେ ଆରମ୍ଭ ହୋଇଥିଲା। ଆଇନ ଅମାନ୍ୟ ଆନ୍ଦୋଳନ ମୂଳ ଧାରଣା ହେଉଛି ଅନ୍ୟାୟ ଓ ଅନୈତିକ ଆଇନକୁ ଶାନ୍ତିପୂର୍ଣ୍ଣ ଭାବରେ ଅମାନ୍ୟ କରିବା। ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ଅହିଂସା ନୀତି ଉପରେ ଆଧାରିତ ଏହି ଆନ୍ଦୋଳନ ଭାରତୀୟ ଜନସାଧାରଣଙ୍କୁ ବ୍ରିଟିଶ ଶାସନ ବିରୋଧରେ ସଂଗଠିତ କରିଥିଲା। ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଦାଣ୍ଡି ମାର୍ଚ୍ଚ ଦ୍ୱାରା, ଯେଉଁଠାରେ ଗାନ୍ଧୀଜୀ ଲୁଣ ଆଇନକୁ ଭଙ୍ଗ କରି ବ୍ରିଟିଶ ଶାସନକୁ ସରଳ ଓ ପ୍ରଭାବଶାଳୀ ଚ୍ୟାଲେଞ୍ଜ ଦେଇଥିଲେ। ସେହିପରି ଆଇନ ଅମାନ୍ୟ ଆନ୍ଦୋଳନ କେବଳ ଏକ ରାଜନୈତିକ ଆନ୍ଦୋଳନ ନୁହେଁ, ବରଂ ଏହା ଭାରତୀୟମାନଙ୍କ ମଧ୍ୟରେ ସ୍ୱାଧୀନତା ଓ ଆତ୍ମସମ୍ମାନ ଓ ଏକତାର ଭାବନାକୁ ଜାଗୃତ କରିଥିବା ଏକ ବିଶାଳ ଜନ ଆନ୍ଦୋଳନ ଥିଲା। ତାପରେ ଦେଖିବା ପୃଷ୍ଠଭୂମି। 1 ନମ୍ବର ପଏଣ୍ଟ ଦେଖ, ସାଇମନ କମିଶନ। ସାଇମନ କମିଶନ 1927 ମସିହାରେ ବ୍ରିଟିଶ ସରକାର ଦ୍ୱାରା ଭାରତର ସାମ୍ବିଧାନିକ ସୁଧାର ପରୀକ୍ଷା ପାଇଁ ଗଠିତ ହୋଇଥିଲା। ଏହାର ଅଧ୍ୟକ୍ଷ ଥିଲେ ସର୍ ଜନ୍ ସାଇମନ। କମିଶନରେ କୌଣସି ଭାରତୀୟ ସଦସ୍ୟ ନଥିଲେ। ଏହି କାରଣରୁ ଭାରତୀୟମାନେ ଏହାକୁ ଭୟଙ୍କର ଭାବେ ବିରୋଧ କରିଥିଲେ। ସାଇମନ ଗୋ ବ୍ୟାକ୍ ନାରା ଦିଆଯାଇଥିଲା। ସେହିପରି ସାଇମନ କମିଶନ ଭାରତର ଜାତୀୟ ଆନ୍ଦୋଳନକୁ ଆହୁରି ତୀବ୍ର କରିଦେଇଥିଲା। ତାପରେ 2 ନମ୍ବର ପଏଣ୍ଟ ଦେଖ, ନେହେରୁ ରିପୋର୍ଟ। ନେହେରୁ ରିପୋର୍ଟ 1928 ମସିହାରେ ପ୍ରସ୍ତୁତ ହୋଇଥିବା ଭାରତର ପ୍ରଥମ ସ୍ୱଦେଶ ସାମ୍ବିଧାନିକ ପ୍ରସ୍ତାବ ଥିଲା। ଏହାର ନେତୃତ୍ୱ କରିଥିଲେ ମୋତିଲାଲ ନେହେରୁ। ଏହାର ଭାରତ ପାଇଁ ଡୋମିନିଅନ୍ ଷ୍ଟାଟସ୍ ଦାବି କରାଯାଇଥିଲା। ମୂଳ ଅଧିକାର ଦେବା ପ୍ରସ୍ତାବ ଥିଲା। ଦ୍ୱିକକ୍ଷ ବିଧାନମଣ୍ଡଳର ପରିକଳ୍ପନା ଥିଲା। ସେହିପରି ନେହେରୁ ରିପୋର୍ଟ ଭାରତ ସ୍ୱାଧୀନତା ଆନ୍ଦୋଳନରେ ଏକ ମୁଖ୍ୟ ମାଇଲଷ୍ଟୋନ୍ ହୋଇଥିଲା। ତାପରେ 3 ନମ୍ବର ପଏଣ୍ଟ ଦେଖ, ପୂର୍ଣ୍ଣ ସ୍ୱରାଜ ଘୋଷଣା। 1929 ମସିହାରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ସ୍ୱରାଜ ଘୋଷଣା କରାଯାଇଥିଲା। ଏହି ଘୋଷଣାର ଅର୍ଥ ହେଉଛି ଭାରତ ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇବାକୁ ଚାହେଁ। ଏହା ପୂର୍ବରୁ ଡୋମିନିଅନ୍ ଷ୍ଟାଟସ୍ ଦାବି କରାଯାଇଥିଲା, କିନ୍ତୁ ଏହି ଅଧିବେଶନରେ ପୁରା ସ୍ୱାଧୀନତାକୁ ଲକ୍ଷ୍ୟ ରୂପେ ଗ୍ରହଣ କରାଗଲା। 1930 ଜାନୁଆରୀ 26 ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଇଥିଲା, ଯାହା ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାର ଭାବନାକୁ ବଢ଼ାଇ ଦେଇଥିଲା। ସେହିପରି ପୂର୍ଣ୍ଣ ସ୍ୱରାଜ ଘୋଷଣା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ମୁଖ୍ୟ ପରିବର୍ତ୍ତନ ଆଣିଥିଲା। ତାପରେ ଦେଖିବା ଆରମ୍ଭ ଦାଣ୍ଡି ଯାତ୍ରାର। 1930 ମାର୍ଚ୍ଚ 12 ତାରିଖରେ ମହାତ୍ମା ଗାନ୍ଧୀ ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହାକୁ ଦାଣ୍ଡି ମାର୍ଚ୍ଚ ବୋଲି କୁହାଯାଏ। ଏହି ଯାତ୍ରା 24 ଦିନ ଚାଲିଥିଲା। ପ୍ରାୟ 240 ମାଇଲ ଦୂର କଟାଯାଇଥିଲା। ଗାନ୍ଧୀଜୀ ଲୁଣ ଆଇନକୁ ଭଙ୍ଗ କରିଥିଲେ। ଲୁଣ ଆଇନ ଭଙ୍ଗ କରିବାର ଅର୍ଥ ହେଲା ବ୍ରିଟିଶ ଆଇନକୁ ସାମ୍ନାସାମ୍ନି ଚ୍ୟାଲେଞ୍ଜ କରିବା। ତାପରେ ଦେଖିବା ଆନ୍ଦୋଳନର ପ୍ରଧାନ କାରଣ। 1 ନମ୍ବର ପଏଣ୍ଟ ଦେଖ, ବ୍ରିଟିଶ ଶାସନର ଅନ୍ୟାୟ ଦମନମୂଳକ ନୀତି, ଅତ୍ୟଧିକ କର ଓ ଲୁଣ ଆଇନର ଅନ୍ୟାୟ, ଭାରତୀୟମାନଙ୍କୁ ରାଜନୈତିକ ଅଧିକାର ନ ଦେବା, ନେହେରୁ ରିପୋର୍ଟକୁ ବ୍ରିଟିଶ ସରକାରଙ୍କ ଅସ୍ୱୀକାର, ଲାହୋର ସେକ୍ସନରେ ପୂର୍ଣ୍ଣ ସ୍ୱରାଜ ଘୋଷଣା, ଦାଣ୍ଡି ମାର୍ଚ୍ଚ ଦ୍ୱାରା ଆନ୍ଦୋଳନକୁ ଆରମ୍ଭ କରିବାର ପ୍ରେରଣା। ତାପରେ ଦେଖିବା ଆନ୍ଦୋଳନର ପ୍ରକାର। ଦେଖ ଲୁଣ ଆଇନ। 1 ନମ୍ବର ପଏଣ୍ଟ ଦେଖ, ଲୁଣ ଆଇନ ଭଙ୍ଗ କରିବା, ବିଦେଶୀ ବସ୍ତ୍ର ବହିଷ୍କାର କରିବା, କର ଦେବାକୁ ଅସ୍ୱୀକାର କରିବା, ମଦ ଦୋକାନ ସମ୍ମୁଖରେ ପିକେଟିଂ କରିବା, ବ୍ରିଟିଶ ଆଇନକୁ ଶାନ୍ତିପୂର୍ଣ୍ଣ ଭାବରେ ଉଲ୍ଲଙ୍ଘନ କରିବା, ସତ୍ୟାଗ୍ରହ ଅହିଂସା ମାର୍ଗରେ ପ୍ରତିବାଦ କରିବା। ତାପରେ ଏଠାରେ ମହିଳା ଏବଂ ଯୁବକଙ୍କ ଭୂମିକା। ଏହି ଆନ୍ଦୋଳନରେ ମହିଳାମାନେ ବହୁତ ସକ୍ରିୟ ଥିଲେ। ସରୋଜିନୀ ନାଇଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯୁବକମାନେ ଆନ୍ଦୋଳନରେ ଯୋଗ ଦେଇଥିଲେ। ଗ୍ରାମ ଓ ସହର ଦୁହିଁଠାରୁ ଆନ୍ଦୋଳନ ବ୍ୟାପିଥିଲା। ତାପରେ ଦେଖିବା ବ୍ରିଟିଶ ସରକାରର ପ୍ରତିକ୍ରିୟା। ହଜାର ହଜାର ଲୋକଙ୍କୁ ଗିରଫ କରାଗଲା। ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଗିରଫ କରାଗଲା। ଲାଠିଚାର୍ଜ ଓ ଦମନ ନୀତି ଚାଲିଲା। ତାପରେ ଦେଖିବା ଗାନ୍ଧୀ ଇରୱିନ୍ ସମ୍ମତି ବା ଗାନ୍ଧୀ ଇରୱିନ୍ ଚୁକ୍ତି। 1931ରେ ଗାନ୍ଧୀ ଇରୱିନ୍ ପାକ୍ଟ
ସ୍ୱାକ୍ଷର ହେଲା। ଗାନ୍ଧିଜୀଙ୍କୁ ମୁକ୍ତ କରାଗଲା। ଲୋକମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିପାରିବେ। କଂଗ୍ରେସ ଦ୍ୱିତୀୟ ଗୋଳମେଜ ସମ୍ମିଳନୀରେ ଯୋଗ ଦେଲା। ତାପରେ ଦେଖିବା ଆନ୍ଦୋଳନର ପୁନରାରମ୍ଭ। ଗୋଳମେଜ ସମ୍ମିଳନୀର ବିଫଳ ହେବା ପରେ 1932ରେ ଆନ୍ଦୋଳନ ପୁନର୍ବାର ଆରମ୍ଭ ହେଲା, କିନ୍ତୁ ବ୍ରିଟିଶ ଦମନ ଦ୍ୱାରା ଏହା ଦୀର୍ଘ ସମୟ ଚାଲିପାରିଲା ନାହିଁ। ତାପରେ ଦେଖିବା ଆନ୍ଦୋଳନର ଗୁରୁତ୍ୱ। ଜନସାଧାରଣ ଜାଗୃତି, ଲୋକମାନେ ସ୍ୱାଧୀନତା ପ୍ରତି ସଚେତନ ହେଲେ। ଜାତୀୟ ଏକତା, ସମସ୍ତ ବର୍ଗର ଲୋକ ଏକତ୍ରିତ ହେଲେ। ବ୍ରିଟିଶ ଶାସନକୁ ଚାପ, ବ୍ରିଟିଶ ସରକାର ଆଲୋଚନା କରିବାକୁ ବାଧ୍ୟ ହେଲା। ଅହିଂସାର ଶକ୍ତି, ଗାନ୍ଧିଜୀଙ୍କ ଅହିଂସା ଓ ସତ୍ୟାଗ୍ରହ ନୀତି ସାରା ବିଶ୍ୱରେ ପ୍ରସିଦ୍ଧ ହେଲା। ତାପରେ ଦେଖିବା ଆନ୍ଦୋଳନର ସୀମାବଦ୍ଧତା। ସମସ୍ତ ଲୋକ ଯୋଗ ଦେଇନଥିଲେ, କେତେକ ସ୍ଥାନରେ ହିଂସା ଘଟିଥିଲା। ଶେଷରେ ତୁରନ୍ତ ସ୍ୱାଧୀନତା ମିଳିଲା ନାହିଁ। ତାପରେ ଦେଖିବା ଆମେ ଉପସଂହାର। ଏହା ଥିଲା ଆମର ଶେଷ ଉପସଂହାର। ଦେଖ, ଆଇନ ଅମାନ୍ୟ ଆନ୍ଦୋଳନ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ମାଇଲଷ୍ଟୋନ୍ ଥିଲା। ଏହା ଦେଖା ଦେଇଥିଲା ଯେ ଶାନ୍ତିପୂର୍ଣ୍ଣ ଭାବରେ ମଧ୍ୟ ଶକ୍ତିଶାଳୀ ସରକାରଙ୍କୁ ଚ୍ୟାଲେଞ୍ଜ କରାଯାଇପାରେ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଭାରତକୁ ସ୍ୱାଧୀନତାର ପଥରେ ଆଗକୁ ଆଣିଥିଲା। ଏହା ଥିଲା +3 6th ସେମିଷ୍ଟାର ହିଷ୍ଟ୍ରି ଅନର୍ସ କୋର୍ ପେପର 13 ଥିବା ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍। ଏହା ପରୀକ୍ଷାରେ ପଡ଼ିବାର ବହୁତ ସମ୍ଭାବନା ରହିଅଛି, ତେଣୁକରି ବନ୍ଧୁମାନେ ଏହାକୁ ଭଲ ଭାବରେ ମୁଖସ୍ଥ କରିଦେବେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିଥିବାରୁ ଧନ୍ୟବାଦ।